ଆଜିର ପ୍ରଥମ ପ୍ରଶ୍ନ, ଭାରତର କେଉଁ ରାଜ୍ୟରେ ଅଯୋଧ୍ୟା ରାମ ମନ୍ଦିର ଅବସ୍ଥିତ? ଏହାର ସଠିକ୍ ଉତ୍ତର ହେଉଛି ଉତ୍ତରପ୍ରଦେଶ। ଭାରତର ଉତ୍ତରପ୍ରଦେଶ ରାଜ୍ୟରେ ଅଯୋଧ୍ୟା ରାମ ମନ୍ଦିର ଅବସ୍ଥିତ। ପରବର୍ତ୍ତୀ ପ୍ରଶ୍ନ, ଅଯୋଧ୍ୟା କେଉଁ ନଦୀ କୂଳେ ଅବସ୍ଥିତ? ଏହାର ସଠିକ୍ ଉତ୍ତର ହେଉଛି ସରଜୁ ନଦୀ। ଅଯୋଧ୍ୟା ସରଜୁ ନଦୀ କୂଳେ ଅବସ୍ଥିତ। ପରବର୍ତ୍ତୀ ପ୍ରଶ୍ନ, ଅଯୋଧ୍ୟା ରାମ ମନ୍ଦିରର ଶିଳାନ୍ୟାସ କେବେ ହୋଇଥିଲା? ଏହାର ସଠିକ୍ ଉତ୍ତର ହେଉଛି 5 ଅଗଷ୍ଟ 2020। ଫ୍ରେଣ୍ଡସ୍, ଅଯୋଧ୍ୟା ରାମ ମନ୍ଦିରର ଶିଳାନ୍ୟାସ 5 ଅଗଷ୍ଟ 2020ରେ ହୋଇଥିଲା। ପରବର୍ତ୍ତୀ ପ୍ରଶ୍ନ, ଅଯୋଧ୍ୟା ରାମ ମନ୍ଦିରର ଶିଳାନ୍ୟାସ କିଏ କରିଥିଲେ? ଏହାର ସଠିକ୍ ଉତ୍ତର ହେଉଛି ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି। ଫ୍ରେଣ୍ଡସ୍, ଅଯୋଧ୍ୟା ରାମ ମନ୍ଦିରର ଶିଳାନ୍ୟାସ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି କରିଥିଲେ। ପରବର୍ତ୍ତୀ ପ୍ରଶ୍ନ, ଅଯୋଧ୍ୟା ରାମ ମନ୍ଦିରର ବାସ୍ତୁକାର କିଏ? ଏହାର ସଠିକ୍ ଉତ୍ତର ହେଉଛି ଚନ୍ଦ୍ରକାନ୍ତ ସୋମପୁରା। ଫ୍ରେଣ୍ଡସ୍, ଅଯୋଧ୍ୟା ରାମ ମନ୍ଦିରର ବାସ୍ତୁକାର ଚନ୍ଦ୍ରକାନ୍ତ ସୋମପୁରା ଅଟନ୍ତି। ପରବର୍ତ୍ତୀ ପ୍ରଶ୍ନ, ଅଯୋଧ୍ୟା ରାମ ମନ୍ଦିରର ଉଚ୍ଚତା କେତେ ଫୁଟ ଅଟେ? ଏହାର ସଠିକ୍ ଉତ୍ତର ହେଉଛି 161 ଫୁଟ। ପରବର୍ତ୍ତୀ ପ୍ରଶ୍ନ, ଅଯୋଧ୍ୟା ରାମ ମନ୍ଦିରର ଲମ୍ବ ବା ଦୈର୍ଘ୍ୟ କେତେ ଅଟେ? ଏହାର ସଠିକ୍ ଉତ୍ତର ହେଉଛି 380 ଫୁଟ। ଫ୍ରେଣ୍ଡସ୍, ଅଯୋଧ୍ୟା ରାମ ମନ୍ଦିରର ଲମ୍ବ ବା ଦୈର୍ଘ୍ୟ 380 ଫୁଟ ଅଟେ। ପରବର୍ତ୍ତୀ ପ୍ରଶ୍ନ, ଅଯୋଧ୍ୟା ରାମ ମନ୍ଦିରର ପ୍ରସ୍ଥ ବା ଓସାର କେତେ ଅଟେ? ଏହାର ସଠିକ୍ ଉତ୍ତର ହେଉଛି 250 ଫୁଟ। ଫ୍ରେଣ୍ଡସ୍, ଅଯୋଧ୍ୟା ରାମ ମନ୍ଦିରର ପ୍ରସ୍ଥ ବା ଓସାର 250 ଫୁଟ ଅଟେ। ପରବର୍ତ୍ତୀ ପ୍ରଶ୍ନ, ଅଯୋଧ୍ୟା ରାମ ମନ୍ଦିର କେଉଁ ଶୈଳୀରେ ନିର୍ମାଣ ହୋଇଛି? ଏହାର ସଠିକ୍ ଉତ୍ତର ହେଉଛି ନାଗରା ଶୈଳୀ। ଫ୍ରେଣ୍ଡସ୍, ଅଯୋଧ୍ୟା ରାମ ମନ୍ଦିର ନାଗରା ଶୈଳୀରେ ନିର୍ମାଣ ହୋଇଛି। ପରବର୍ତ୍ତୀ ପ୍ରଶ୍ନ, ଅଯୋଧ୍ୟା ରାମ ମନ୍ଦିରର ମୁଖ୍ୟ ଦେବତା କିଏ? ଏହାର ସଠିକ୍ ଉତ୍ତର ହେଉଛି ରାମଲାଲା ବା ଶ୍ରୀରାମଙ୍କ ବାଲ୍ୟ ରୂପ। ଫ୍ରେଣ୍ଡସ୍, ଅଯୋଧ୍ୟା ରାମ ମନ୍ଦିରରେ ମୁଖ୍ୟ ଦେବତା ରୂପରେ ରାମଲାଲା ବା ଶ୍ରୀରାମଙ୍କ ବାଲ୍ୟ ରୂପକୁ ପୂଜା କରାଯିବ। ପରବର୍ତ୍ତୀ ପ୍ରଶ୍ନ, ଅଯୋଧ୍ୟା ରାମ ମନ୍ଦିରର ପରିସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେଉଁ ବୃକ୍ଷ ଲଗାଇଛନ୍ତି?